ଚାଲନ୍ତୁ ଆଜି ଶୁଣିବା ଲାଲଗଡ଼ ଡାକବଙ୍ଗଳାର ଅନ୍ତିମ ଭାଗ। କାଲି ଆପଣମାନେ ଶୁଣିଥିଲେ ଦୀପୁ, ନିତୁ, ଟିନା ଓ ଦେବ କିପରି ଲାଲଗଡ଼ ଜଙ୍ଗଲରେ ଫସି ଯାଇଥିଲେ। ଏବେ ଚାଲନ୍ତୁ ଶୁଣିବା ଜଙ୍ଗଲରେ ତାଙ୍କ ସହିତ ଆଉ କ'ଣ ହେଉଛି। ଡମ୍ବରୁ ଜୋର ଜୋରରେ ଡାକ ଲଗାଇଥାଏ, ପାର୍ବତୀ, ନିଧି। ସେପଟେ ଜମିଦାରକୁ ଲୋକ ଡାକୁଥାନ୍ତି, ଛୋଟ ଦେଇ। ଖୁଦ୍ ଜମିଦାର ବ୍ୟସ୍ତ ବିବ୍ରତ ଭାବରେ ଡାକୁଥାନ୍ତି, ଲକ୍ଷ୍ମୀ, ମା ଲକ୍ଷ୍ମୀ, କେଉଁଠି ଅଛୁ ମା? ଜବାବ ଦେ। ଚତୁର୍ଦିଗ ନିସ୍ତବ୍ଧ। ଜମିଦାରକୁ ଲୋକମାନେ ଧରିଥିବା ମଶାଲ ଜାଳିବାର ସେ ଶବ୍ଦ ଯେପରି ସ୍ପଷ୍ଟ କାନରେ ବାଜୁଥାଏ। ଧୀରେ ଧୀରେ ଶୀତଳ ପବନ ଦେହରେ ବାଜି ଯାଉଥାଏ। ଲାଗୁଥାଏ ବରଫ ଖଣ୍ଡ ଦେହରେ ଘଷି ହୋଇଗଲା। ମଝିରେ ମଝିରେ ପେଚାର ସେ ଡାକ, ଖୁବ୍ ସୁନସାନ ସବୁଆଡ଼। ସତେ ଯେପରି ପ୍ରଳୟ ଆସିବା ଆଗରୁ ସବୁକିଛି ଶାନ୍ତ ପଡ଼ିଯାଏ। ଜମିଦାରଙ୍କ ସେ ହୃଷ୍ଟପୃଷ୍ଟ ଯୁବକ ବଡ଼ ପାଟିରେ କହୁଥାନ୍ତି, ସାଆନ୍ତେ ଦେଇ ଏଠାରେ ନାହାନ୍ତି, ଚାଲନ୍ତୁ ଡାକବଙ୍ଗଳା ଆଡ଼େ ଯିବା। ହଁ ହଁ, ଚାଲ ସମସ୍ତେ, ଚାଲ ଚାଲ। ଦେବ କହୁଥାଏ, ଆରେ ଜଲ୍ଦି ଜଲ୍ଦି ପାଦ ପକାଅ, ଦେଖୁନା ସେମାନେ କିପରି ଦ୍ରୁତ ଗତିରେ ଆଗେଇ ଯାଉଛନ୍ତି। ସେ ଡମ୍ବରୁ ଭରସାରେ ଏତେ ବାଟ ଆସିଲୁ, କିନ୍ତୁ ସେ ଟିକେ ପଛକୁ ଯାଆନ୍ତା ହେଲେ। ଏକା ନିଶ୍ୱାସରେ ଚାଲିଛି ଯେ ଚାଲିଛି। ଟିନା କହି ଉଠିଲା, ସେ ତା ନାତି ଆଉ ବୋଉ ପାଇଁ କେତେ ବ୍ୟସ୍ତ ଅଛି। ନିଜର ଲୋକ ହଜିଗଲେ ମନ କ'ଣ ହୁଏ ତୁମେ କିପରି ବୁଝିବ? ଡମ୍ବରୁ ଆଉ ସେ ଜମିଦାର କେଉଁ ଅବସ୍ଥାରେ ଥିବେ ତାହା ବୁଝିବା ପାଇଁ ତୁମ ପାଖରେ ସେ ହୃଦୟ ନାହିଁ। ଯାହା ଉପରେ ଏସବୁ ବିତିଛି ସେ ଜାଣିଛି। ନିତୁ ସମସ୍ତଙ୍କୁ ଇସାରା କଲା ଟିନା କଥାରେ କେହି କିଛି ନ କହିବାକୁ। କେହି ସିନା ଟିନା କଥାକୁ ବୁଝିପାରୁ ନଥିଲେ, କିନ୍ତୁ ନିତୁ ଠିକ୍ ଜାଣିଥିଲା ଟିନାର ହୃଦୟର କଥା। ଟିନା ଯେତେବେଳେ ସପ୍ତମରେ ପଢ଼ୁଥିଲା, ହଠାତ୍ ତା ମା କେଉଁଆଡ଼େ ଚାଲି ଯାଇଥିଲେ। ଅନେକ ଚେଷ୍ଟା କରିବା ପରେ ଟିନାର ମା କିନ୍ତୁ ମିଳିନଥିଲେ। ଧୀରେ ଧୀରେ ସମସ୍ତେ ଭୁଲିବାକୁ ଲାଗିଲେ। ଟିନାର ବାପା ମଧ୍ୟ ତା ମାଆକୁ ଭୁଲିଯାଇ ଦ୍ୱିତୀୟ ବିବାହ କରିନେଲେ। ଟିନା କିନ୍ତୁ ଏସବୁ ସହ୍ୟ କରିପାରିଲାନି। ଧୀରେ ଧୀରେ ତା ବାପାଙ୍କଠାରୁ ବି ଦୂରେଇବାକୁ ଲାଗିଲା। ଏବେ ଯାଇ ବି ଅଲଗା ରହି ଆସୁଛି କୋକୋକୁ ନେଇ। କୁହାଯାଏ ପ୍ରେମ ପବିତ୍ର, ପ୍ରେମ ଶାଶ୍ୱତ, ପ୍ରେମରେ ହିଁ ଭରିଥାଏ ସଂସାରର ସୁନ୍ଦରତା। ସେ ପ୍ରେମ କ'ଣ ପ୍ରେମ ଯେଉଁ ପ୍ରେମରେ ସ୍ୱାର୍ଥ ଥାଏ? ସେ ପ୍ରେମ କ'ଣ ପ୍ରେମ ଯେଉଁ ପ୍ରେମରେ ପାଇବାର ଲାଳସା ଥାଏ? ସେ ପ୍ରେମ କ'ଣ ପ୍ରେମ ଯେଉଁ ପ୍ରେମରେ ପ୍ରତିଶୋଧ ଥାଏ? ତାହେଲେ କ'ଣ ଘଟିଯାଉଛି ସମସ୍ତଙ୍କ ଆଖି ସାମ୍ନାରେ? ଟିନା, ଦେବ, ଦୀପୁ, ନିତୁ, ଗାଡ଼ି ଚାଳକ ଆଉ କୋକୋ ଦୁଇ ଦୁଇ ଜଣ କରି ଅଲଗା ହୋଇଗଲେ ଡାକବଙ୍ଗଳାରେ ପ୍ରବେଶ କରିବା ମାତ୍ରେ। ନା ସାଙ୍ଗରେ ଥିଲେ ଡମ୍ବରୁ, ନା ଥିଲେ ଜମିଦାର। ସମସ୍ତଙ୍କ ଆଖି ଆଗରେ ନାଚି ଯାଉଥିଲା ଦୃଶ୍ୟମାନ। ଆଖି ଆଗରେ ଲାଲଗଡ଼ ଡାକବଙ୍ଗଳା। ଡାକବଙ୍ଗଳାଟି ଖୁବ୍ ସୁନ୍ଦର ଭାବରେ କାରୁକାର୍ଯ୍ୟ ହୋଇଛି। ଡାକବଙ୍ଗଳା ଆଗରେ ଦୁଇ ଦୁଇଟି ଘୋଡ଼ାଗାଡ଼ି। ଖୁବ୍ ଉଜ୍ଜ୍ୱଳ ଆଲୋକରେ ସୁସଜ୍ଜିତ ଡାକବଙ୍ଗଳାର ସମ୍ମୁଖ ଭାଗ। ଚାରିଜଣ ମାଳି ବସି ଘାସ ବାଛିବାରେ, ଫୁଲ ଗଛରେ ପାଣି ଦେବାରେ ଲାଗିଛନ୍ତି। ଡାକବଙ୍ଗଳାର ଫାଟକ ପାଖରେ ଜଗୁଆଳି ଡାକ ଦେଲା, ସାହେବ ଆସିଗଲେ, ସାବଧାନ ହୋଇଯାଅ। ସମସ୍ତେ ଚୁପ୍ ହୋଇଗଲେ, ଯେଝା କାର୍ଯ୍ୟରେ ଯେଝା ଲାଗିଗଲେ। ଘୋଡ଼ାଗାଡ଼ି ଡାକବଙ୍ଗଳା ଭିତରେ ପ୍ରବେଶ କଲା। ସେଥିରୁ ବାହାରିଲେ କ୍ୟାପ୍ଟେନ ମିଷ୍ଟର ଡେଲହାଉସୁ, ଯିଏ ଖୁବ୍ ଶାନ୍ତ ସ୍ୱଭାବର ଥିଲେ। ପୂର୍ବ ବ୍ରିଟିଶ ଅଫିସରମାନେ ଅକଥନୀୟ ଅତ୍ୟାଚାର ଜନସାଧାରଣଙ୍କ ଉପରେ କରୁଥିବାରୁ ଲୋକମାନଙ୍କର ଗୋଟେ ଭୟ ଯେପରି ବସିଯାଇଛି ମନରେ। ଡେଲହାଉସୁ ନୂଆ କରି ପାଦ ଥାପିଥିଲେ ଏ ଲାଲଗଡ଼ ଡାକବଙ୍ଗଳାରେ। ଦେଖିବାକୁ ଯେପରି ସୁନ୍ଦର ଥିଲେ, ମନ ଆଉ ହୃଦୟ ତା'ଠାରୁ ଅଧିକ ସୁନ୍ଦର ଥିଲା। ସେ ସମସ୍ତଙ୍କ ସହ ଅତି ହସ ଖୁସିରେ ବାର୍ତ୍ତାଳାପ କରୁଥାନ୍ତି। ଡାକବଙ୍ଗଳାର ଚୌକିଦାର ଆସି ଜୁହାର କଲା। କ୍ୟାପ୍ଟେନ ଡେଲହାଉସୁ ପଚାରି ବୁଝିଲେ ତା ଭଲ ମନ୍ଦ ବିଷୟରେ। ଚୌକିଦାରର ମୁଖ କିଛିଟା ଡମ୍ବରୁ ସହିତ ମିଶୁଥିଲା। ସେ ଯେତେବେଳେ ଡେଲହାଉସୁକୁ କହିଲା, ମୋ ବାପା ଡମ୍ବରୁ ଏଠାରେ ଚୌକିଦାର ଭାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ସେ ବୃଦ୍ଧ ହୋଇଯିବାରୁ ଏବେ କାର୍ଯ୍ୟଭାର ମୁଁ ସମ୍ଭାଳୁଛି। ଟିନା ଧୀରେକି ଦେବର କାନରେ କହିଲା, ଏ ହେଉଛି ସେ ଡମ୍ବରୁର ପୁଅ। ଦେବ ବିରକ୍ତ ହୋଇ କହି ଉଠିଲା, ହେ ମୋ ମା, ପାଟି ଚୁପ୍ ରଖ, ମୁଁ ବୁଝିପାରୁଛି। ଆଗକୁ ଦେଖ କ'ଣ ହଉଛି। ଚୌକିଦାର କାନ୍ଧରେ ଗୋଟେ 3 ବର୍ଷର ଛୁଆ ଆଉ ହାତରେ କୌଣସି ନାରୀକୁ ଧରି ଡେଲହାଉସୁକୁ କହୁଥାଏ, ସାହେବ, ଏ ହେଉଛି ମୋ ସ୍ତ୍ରୀ ପାର୍ବତୀ ଆଉ ମୋ ପୁଅ ନିଧି। ମୋର ଆଉ ଗୋଟିଏ ପୁଅ ଅଛି, ସେ ଛୋଟଟା ବୋଲି ବାପା ବୋଉ ତାକୁ ଘରେ ରଖନ୍ତି। ମୋ ସ୍ତ୍ରୀ ପାର୍ବତୀ ବହୁତ ସୁଆଦିଆ ରାନ୍ଧଣା ରାନ୍ଧେ। ଯାହା ଖାଇବା କଥା କହିବେ, ସେ ବନାଇ ଦେବ। ପାର୍ବତୀ ଖୁବ୍ ଗୋଟେ ଲମ୍ବା ଜୁହାର ପକାଇ ମୁଣ୍ଡର ଓଢ଼ଣା ଟାଣି ଭିତରକୁ ଚାଲି ଯାଉଥିଲା। ଡେଲହାଉସୁ ନିଧି ସହିତ ଖେଳୁଥିଲେ। ଗାଡ଼ି ଚାଳକ କୋକୋକୁ କହୁଥାଏ, କୋକୋ, ଡମ୍ବରୁ ତା ବୋହୂ ଆଉ ନାତିକୁ ବାହାରେ ଖୋଜୁଛି। ସେ ଯେତେବେଳେ ଡାକବଙ୍ଗଳା ଆସିବ, ନିଶ୍ଚୟ ତା ବୋଉକୁ ଦେଖି ଖୁସି ହୋଇଯିବ, ବୁଝିଲୁ? କୋକୋ ବି ସବୁ ଜାଣିଲା ପରି ଟିକେ କୁଁ କୁଁ ହୋଇଗଲା। ଡାକବଙ୍ଗଳାରେ କୋର୍ଟ ବସୁଥାଏ। ଅନେକ ଲୋକ ଆସି ଦେଖୁଥାନ୍ତି। ଗରିବ ଲୋକମାନେ କର ଦେଇ ନ ପାରିବାରୁ ତାଙ୍କୁ ଆଗ ଭଳି ନିର୍ଦ୍ଦୟ ଭାବରେ ମରା ଯାଉନଥିଲା।
କି କାହାକୁ ନେଇ ଜଙ୍ଗଲରେ ହତ୍ୟା କରାଯାଉନଥିଲା। ଡେଲ୍ ହାଉସ୍ ଲୋକମାନଙ୍କ ପାଇଁ ଭଗବାନ ସ୍ୱରୂପ ଥିଲେ। ସେ ଲୋକମାନଙ୍କୁ ଖୁବ୍ ସହଜରେ ବୁଝାଇ କିସ୍ତି ଆକାରରେ କର ନେଉଥିଲେ, ଯାହା ବହୁତ କମ୍ ଥିଲା। ଧୀରେ ଧୀରେ ଡେଲ୍ ହାଉସ୍ ସମସ୍ତଙ୍କ ହୃଦୟରେ ଘର କରିଗଲେ। ସେଦିନ ଥାଏ ପୂର୍ଣ୍ଣିମା। ସଫା ଜହ୍ନ ବିଛେଇ ହୋଇ ପଡ଼ିଛି ଚାରିଆଡ଼େ। ଲାଲଗଡ଼ ଗାଁର ସମସ୍ତ ଝିଅ ଗାଁ ଦାଣ୍ଡରେ ବାଗୁଡ଼ି ଖେଳରେ ମାତିଥାନ୍ତି। ଧୋକାଇ ବୃଦ୍ଧ ସେଇ ଜହ୍ନ ଆଲୁଅରେ ଜୁଆ ଖେଳୁଥାନ୍ତି। ରାତ୍ରି ଭୋଜନ ପାଇଁ ପ୍ରସ୍ତୁତ ଖାଦ୍ୟ ଚୁଲି ଜାଳି ଭୁଆଁଶୁଣୀମାନେ ବନାଉଥାନ୍ତି। ଏହାର ପ୍ରମାଣ ସ୍ୱରୂପ ଚାଳ ଛପର ଉପରେ ଧୂଆଁ ମଝିରେ ମଝିରେ ଖେଳି ଯାଉଥାଏ। ଥଣ୍ଡା ଟିକେ ଟିକେ ପଡ଼ିଲାଣି ବୋଲି ବୟସର ଶେଷ ପାହାଚରେ ପହଞ୍ଚିଥିବା ସେ ବୃଦ୍ଧ ବୃଦ୍ଧାଙ୍କୁ ଦେଖିଲେ ଜଣାପଡ଼ୁଥିଲା। ଭାଗବତ ଟୁଙ୍ଗିରେ ଡିବିରି ଜାଳି ପଣ୍ଡିତ ଭାଗବତ ପାଠ କରୁଥିଲେ। ଡଗର ଆଗରେ ଚାଲିଥାଏ ଆଉ ବଡ଼ ପାଟିରେ କହୁଥାଏ, ସମସ୍ତେ ଗାଁ ଠାକୁରାଣୀଙ୍କ ପାଖକୁ ଚାଲ। ବଡ଼ ହାଉସ୍ ଓ ଡେଲ୍ ହାଉସ୍ ସେଠାକୁ ଆସୁଛନ୍ତି, ସମସ୍ତଙ୍କ ଦୁଃଖ ସୁଖ ବୁଝିବେ। ଏତିକି ଶୁଣିବା ମାତ୍ରେ ସମସ୍ତେ ଧାଇଥାନ୍ତି ସେ ଠାକୁରାଣୀ ପାଖକୁ। ଡେଲ୍ ହାଉସ୍ ଆସି ପହଞ୍ଚିଲେ। ଆରମ୍ଭ ହେଲା ଗାଁ ଲୋକଙ୍କ ଭଲ ମନ୍ଦ ଶୁଣିବା। ଅନେକ ଲୋକ ଡେଲ୍ ହାଉସ୍କୁ ଭଗବାନର ଆଖ୍ୟା ଦେଉଥାନ୍ତି। ଏପରି ଅନେକ ସମୟ ଚାଲିବା ପରେ ଡେଲ୍ ହାଉସ୍ଙ୍କ ଆଖି ଅଟକିଗଲା ଚୌକିଦାରର ସ୍ତ୍ରୀ ପାର୍ବତୀ ପାଖରେ ବସିଥିବା ସେ ଝିଅଟି ଉପରେ। ସବୁ ଝିଅଙ୍କଠାରୁ ସେ ଝିଅ ଥିଲା ନିଆରା। ନହେଲେ ଜଣେ ଇଂରେଜ ଅଫିସରଙ୍କ ନଜର ତା ଉପରେ ପଡ଼ିନଥାନ୍ତା। ଖାଲି ଯେ ଡେଲ୍ ହାଉସ୍ ଦେଖିଥିଲେ ସେ ଝିଅକୁ, ତାହା ନୁହେଁ, ସେ ଝିଅର ନଜର ବି ମିଶି ଯାଇଥିଲା ଡେଲ୍ ହାଉସ୍ଙ୍କ ଆଖିରେ। ପ୍ରେମର ଗୋଟେ ନୂଆ ସ୍ୱର ବାଜି ଉଠିଲା ଦୁହିଁଙ୍କ ମନରେ। ପ୍ରେମର ଆକର୍ଷଣ ବଡ଼ ନିଆରା। ହଜାର ଲୋକଙ୍କ ଭିତରେ ଗୋଟେ ମୁହଁ ଭାରି ଭଲ ଲାଗେ, ନିଜର କରିନେବାକୁ ଇଚ୍ଛା ହୁଏ। ତା ଖୁସିରେ ନିଜ ଖୁସିକୁ ପାଇଥାଏ। ଦୀପୁ କହୁଥିଲା, ନିତୁ, ସତରେ ପ୍ରେମ ବଡ଼ ଅଜବ, ନୁହେଁ? ଡେଲ୍ ହାଉସ୍ଙ୍କ ଭଳି ଜଣେ ବ୍ରିଟିଶର ନିଜ ମନକୁ ବନ୍ଧା ପକାଇ ନଥାନ୍ତେ ଜଣେ ଗାଉଁଲି ଝିଅ ପାଖରେ। ନିତୁ କହିଲା, ସତରେ ଦୁହିଁଙ୍କ ମନରେ ପ୍ରେମ ଜାତ ହେଲାଣି। କିନ୍ତୁ ଯେଉଁଠି ପ୍ରେମ ଥାଏ ସେଠି ଘୃଣା ବି ଥାଏ। ଦୁହିଁଙ୍କ ପ୍ରେମ ସଫଳ ହେବ ତ? ଆଉ ଏ ଝିଅ କିଏ? ଯାହା ପାଖରେ ଡେଲ୍ ହାଉସ୍ଙ୍କ ହୃଦୟ ଅଟକିଗଲା। ଡେଲ୍ ହାଉସ୍ଙ୍କ ସଭାର ସମାପ୍ତି ଘୋଷଣା ହୋଇଗଲା। ସମସ୍ତେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଥାନ୍ତି। ଡେଲ୍ ହାଉସ୍ ନିଜ ଘୋଡ଼ା ଗାଡ଼ିରେ ଫେରୁଥାନ୍ତି ଡାକବଙ୍ଗଳା। ରାତି ଘନାଉଥାଏ। ବାର ବାର ଦୃଶ୍ୟ ହେଉଥାଏ ସେ ଝିଅର ଚେହେରା, ଯାହାକୁ ଡେଲ୍ ହାଉସ୍ ଗାଁ ସଭାରେ ଦେଖିଥିଲେ। ଯଦି ସେମିତି କାହାକୁ ଗାଁରେ ପଚାରିଥାନ୍ତେ ସେ ଝିଅ କିଏ, ତାହେଲେ ଝିଅଟି ଅକାରଣେ ବଦନାମ ହୋଇଥାନ୍ତା। ସମସ୍ତେ ଟୁପୁରୁ ଟାପୁରୁ ହୋଇଥାନ୍ତେ, ଡେଲ୍ ହାଉସ୍ଙ୍କ ମନ ସେ ଝିଅ ଉପରେ ଆସିଯାଇଛି। ଡେଲ୍ ହାଉସ୍ଙ୍କ ପୂର୍ବରୁ ଯେଉଁ ବ୍ରିଟିଶ ଅଫିସରମାନେ ନିଯୁକ୍ତ ଥିଲେ, ସେମାନେ ଗାଁର ଝିଅ ବୋହୂଙ୍କୁ ଉଠାଇ ଆଣି ଏ ଡାକବଙ୍ଗଳାରେ ସେମାନଙ୍କୁ ଉପଭୋଗ କରୁଥିଲେ, ଜୋର ଜବରଦସ୍ତ। ଡେଲ୍ ହାଉସ୍ ଚାହୁଁନଥିଲେ ଗାଁର ଲୋକ ସେପରି କିଛି ଭାବନ୍ତୁ, କାରଣ ତାଙ୍କ ପ୍ରେମ ଥିଲା ପବିତ୍ର। ପାର୍ବତୀ ପାଖରେ ବସିଥିବା ସେ ଝିଅଟି କିଏ, କେବଳ ପାର୍ବତୀ ହିଁ କହିପାରିବ। ପ୍ରଭାତ ହେବାକୁ ଚାହିଁ ରହିଲେ ଡେଲ୍ ହାଉସ୍। ମନ ଆଉ ହୃଦୟକୁ ସାନ୍ତ୍ୱନା ଦେଉଥିଲେ। ପାର୍ବତୀ ରୋଷେଇ କରିବା ପାଇଁ ଆସି ପହଞ୍ଚି ଯାଇଥିଲା ସକାଳୁ ସକାଳୁ। ଚାତକ ପରି ଚାହିଁ ରହିଥିବା ଡେଲ୍ ହାଉସ୍ ପାର୍ବତୀକୁ ଟିକେ ନିରୋଳାକୁ ଆଣି ପଚାରି ବସିଥିଲେ ସେ ଝିଅ କିଏ ବୋଲି। ପାର୍ବତୀ ହେଁ ହେଁ ହୋଇ ହସିଦେଲା। ଜମିଦାର ରୁଦ୍ରପ୍ରତାପଙ୍କ ଝିଅ ଲକ୍ଷ୍ମୀ ବୋଲି କହିଲା। ଦେବ କହୁଥାଏ, ଟିନା, ମହାଜନ ବାହାରେ ଖୋଜୁଥିବା ଲକ୍ଷ୍ମୀ ଏ। କ'ଣ ହୋଇଥାଇପାରେ? ଡମ୍ବରୁ ପାର୍ବତୀକୁ ଆଉ ମହାଜନ ଲକ୍ଷ୍ମୀକୁ କ'ଣ ପାଇଁ ଖୋଜୁଛନ୍ତି? ଟିନା କହିଲା, ମୁଁ କିଛି ବୁଝିପାରୁନି। ଆଗକୁ ଗଲେ ନିଶ୍ଚୟ ଜାଣିପାରିବା। ଡେଲ୍ ହାଉସ୍ ପ୍ରେମ ନିବେଦନ କରି ଲକ୍ଷ୍ମୀକୁ ଚିଠି ଲେଖିଛନ୍ତି। ମନ ଭିତରେ ଥିବା ସମସ୍ତ ଭାବନାକୁ ସେ ଚିଠିରେ ଲେଖି ପାର୍ବତୀ ହାତରେ ପ୍ରେରଣ କରିଛନ୍ତି ଲକ୍ଷ୍ମୀ ପାଖକୁ। ଲକ୍ଷ୍ମୀ ବି ଅସ୍ୱୀକାର କରିନି ଡେଲ୍ ହାଉସ୍ଙ୍କ ପ୍ରେମକୁ। ଦୁହେଁ ପରସ୍ପରକୁ ଭଲ ପାଇ ବସିଛନ୍ତି। ସମୟ ବଦଳେ, ସୁଖଦିନ ସବୁବେଳେ ରୁହେନି, ଦୁଃଖ ଆସେ, ଆଉ ଯେତେବେଳେ ଆସେ ସାଙ୍ଗରେ ଭାଇ ବନ୍ଧୁ ନେଇକି ଆସେ। ଲାଲଗଡ଼ ଡାକବଙ୍ଗଳାରେ ଏପରି କ'ଣ ଅଛି ଯାହାକୁ ଛାଡ଼ି ଡେଲ୍ ହାଉସ୍ ଯିବାକୁ ରାଜି ନାହାନ୍ତି? ଇଷ୍ଟ ଇଣ୍ଡିଆ କମ୍ପାନୀ ଯେଉଁଆଡ଼େ ଚାହିଁବେ ତା କର୍ମଚାରୀମାନେ ସେଆଡ଼େ ଯାଇପାରନ୍ତି, ଆଉ କିଛି ଦିନ ପାଇଁ ଏ ଡାକବଙ୍ଗଳାରେ ରହିପାରନ୍ତି। କିନ୍ତୁ ଡେଲ୍ ହାଉସ୍ ନିଜ ଉପରିସ୍ଥ ଅଫିସରକୁ ସୁପାରିଶ କରି ଏଠାରେ ଅନେକ ଦିନ ରହିଗଲେଣି। ମଝିରେ 2-3 ଦିନ କୁଆଡ଼େ ଗଲେ ଲକ୍ଷ୍ମୀର ମୁହଁ ତାଙ୍କୁ ଦେଖାଯାଏ। ଶାନ୍ତିରେ ରହିପାରନ୍ତିନି। ମନସ୍ଥ କଲେ ଏଥର ଜମିଦାର ରୁଦ୍ରପ୍ରତାପଙ୍କ ସହ କଥା ହୋଇ ଲକ୍ଷ୍ମୀର ହାତ ମାଗିବେ। ଭାରତୀୟ ନାଗରିକ ପରି ବିବାହରେ ଯାହା ଯାହା କରିବାକୁ ପଡ଼େ ସବୁ କରିବେ। ସେଦିନ ଲାଲଗଡ଼ ଫାଟକ ପାଖରେ ଗୋଟେ ଘୋଡ଼ାଗାଡ଼ି ଆସି ରହିଲା। ଜଗୁଆଳି ଫାଟକ ଖୋଲିଦେଲା। ଘୋଡ଼ାଗାଡ଼ି ଭିତରେ ଜଣେ ବ୍ରିଟିଶ ମହିଳା ଥିଲେ, ଯିଏ ଦେଖିବାକୁ ଖୁବ୍ ସୁନ୍ଦର। ଡେଲ୍ ହାଉସ୍ଙ୍କ ବାନ୍ଧବୀ, ଯାହାଙ୍କ ନାଁ ଥିଲା କ୍ୟାଥରିନ୍। ଦୁହେଁ ଦୁହିଁଙ୍କୁ ଦେଖି ଖୁସିର ଠିକଣା ନଥିଲା। କ୍ୟାଥରିନ୍ କହିଲା, ଡେଲ୍ ହାଉସ୍, ତୁମକୁ ଲାଗୁନି ତୁମେ ଏ ଜାଗାର ମୁହଁରେ ପଡ଼ିଯାଇଛ? ଅନେକ ଦିନ ହେଲା
ତୁମର ନା ଖବର ଅଛି ନା କଥା ଅଛି। କିପରି ଭୁଲି ଯାଉଛ ତୁମର ଏ ସୁନ୍ଦରୀ ବାନ୍ଧବୀ କିଏ ଜଣେ ଅଛି ବୋଲି? ଡେଲହାଉସୁ କହିଲେ, କ୍ୟାଥରିନ୍, ତୁମେ ଜମା ପରିବର୍ତ୍ତନ ହୋଇନ। ଯେପରି ଥିଲ ସେପରି ଅଛ। ହଁ, ଏଠାରେ କିଛି ତ ଅଛି ଯାହାର ମୁହଁରେ ମୁଁ ପଡ଼ିଯାଇଛି। ତୁମେ ବିଶ୍ରାମ ନିଅ। ମୋର କିଛି ବାହାରେ କାମ ଅଛି। ଫେରିଲେ ରାତ୍ରି ଭୋଜନ ସାଙ୍ଗ ହୋଇ କରିବା। ଏଠାର ଲୋକମାନେ ବହୁତ ଭଲ। ସେମାନଙ୍କ ସାଙ୍ଗରେ କଥା ହୋଇ ସମୟ ଅତିବାହିତ କର। ମୁଁ ଜଲ୍ଦି ଆସିବାକୁ ଚେଷ୍ଟା କରିବି। କିନ୍ତୁ କ୍ୟାଥରିନ୍ ଚାହିଁ ବସିଥିଲେ ଡେଲହାଉସୁକୁ। ସେ କିନ୍ତୁ ଫେରୁନଥିଲେ। ଥରେ ନୁହେଁ କି ଦୁଇଥର ନୁହେଁ, ଏପରି ସବୁଦିନ କହିଲେ ଚଳେ। ଡେଲହାଉସୁ ଭୁଲି ଯାଉଥିଲେ ଯେ କ୍ୟାଥରିନ୍ ତାଙ୍କ ଅତିଥି ଭାବରେ ବିରାଜମାନ। କ୍ୟାଥରିନ୍ ଜଣେ ଉଚ୍ଚଶିକ୍ଷିତା, ସୁନ୍ଦରୀ ଆଉ ଧନବାନ ଥିଲେ। ସେ ଅନେକ ଦିନରୁ ଡେଲହାଉସୁଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁହିଁଙ୍କ ଭିତରେ ଘନିଷ୍ଠ ବନ୍ଧୁତା ଥିଲା। କିନ୍ତୁ ଏ ବନ୍ଧୁତା କ୍ୟାଥରିନ୍ ପାଇଁ କିଛି ଅଲଗା, ଆଉ କିଛି ନିଆରା ଥିଲା। ସେ ଡେଲହାଉସୁଙ୍କୁ ମନେ ମନେ ଭଲ ପାଇ ବସିଲେ। କିନ୍ତୁ ଅଜ୍ଞ ଥିଲେ ଡେଲହାଉସୁ। ସେ ଜାଣିନଥିଲେ କ୍ୟାଥରିନ୍ଙ୍କ ମନ ଭିତରେ ଥିବା ଅକୁହା କଥାକୁ। ଡେଲହାଉସୁ ପାର୍ବତୀ ମାଧ୍ୟମରେ ଲକ୍ଷ୍ମୀ ପାଖକୁ ଚିଠି ଦେବାଠାରୁ କେଉଁଠାରେ ଦେଖା କରିବେ ତାହା ମଧ୍ୟ କହିଦିଅନ୍ତି। ଏକଥା ସମସ୍ତଙ୍କ ଅଜ୍ଞାତରେ ହେଉଥିଲା। ପ୍ରେମରେ ମଣିଷର ସ୍ୱଭାବ ବଦଳେ। ମନ ସର୍ବଦା ପ୍ରସନ୍ନ ରୁହେ। ନ କରୁଥିବା କାର୍ଯ୍ୟ କରି ହୋଇଯାଏ। ମଣିଷ ଭିତରେ ଅନେକ କିଛି ପରିବର୍ତ୍ତନ ହୋଇଯାଏ, ଯାହା ବହୁତ ଭଲ ଲାଗେ। ପ୍ରେମ ଅନେକ ଦୁଷ୍ଟ ବ୍ୟକ୍ତିଙ୍କୁ ସୁଧାରି ଦେବାର ଉଦାହରଣ ଅଛି। ସେଥିପାଇଁ କୁହାଯାଏ ପ୍ରେମ ନିଆରା। ଡେଲହାଉସୁଙ୍କ ଚାଲିଚଳନଠାରୁ ବ୍ୟବହାର ପର୍ଯ୍ୟନ୍ତ ସବୁକିଛି ଭିନ୍ନ ଲାଗୁଥିଲା କ୍ୟାଥରିନ୍କୁ। କାରଣ କ'ଣ ସେ ଜାଣିବା ପାଇଁ ଡେଲହାଉସୁଙ୍କୁ ସର୍ବଦା ପିଛା କରିବାକୁ ଆରମ୍ଭ କଲେ। ଗାଁର ଗରିବ ଲୋକମାନଙ୍କୁ ଟଙ୍କା ଦେଇ ଡେଲହାଉସୁଙ୍କ ଉପରେ ଦିନରାତି ନଜର ରଖିବାକୁ କହିଲେ। ଧୀରେ ଧୀରେ କ୍ୟାଥରିନ୍ ସବୁ କଥା ଜାଣିବାକୁ ପାଇଲେ। ତାକୁ ଛାଡ଼ି ଲକ୍ଷ୍ମୀ ଭଳି ଗୋଟେ ଗାଁର ଝିଅକୁ ଡେଲହାଉସୁ ପ୍ରେମ କରୁଛନ୍ତି, ତାହା ବେଶୀ ଅସହ୍ୟ ଥିଲା କ୍ୟାଥରିନ୍ ପାଇଁ। ପ୍ରେମ କେବେ ସ୍ୱାର୍ଥ ଦେଖେନି। ଦେଖେ ତୁମ ଭଲ ପାଉଥିବା ସାଥୀର ଖୁସିକୁ। ପ୍ରେମ ଭିତରେ ଘୃଣା, ହିଂସା, ପ୍ରତିଶୋଧ ପଶିଲେ ତାହା କଳୁଷିତ ହୋଇଯାଏ। ପ୍ରେମରେ ଯଦି ତ୍ୟାଗ ନାହିଁ, ତାହେଲେ ସେ ପ୍ରେମ ନୁହେଁ। କ୍ୟାଥରିନ୍ କେବେ ଦେଖିଲାନି ଡେଲହାଉସୁଙ୍କ ଖୁସିକୁ। ସେ ତ୍ୟାଗ କରିପାରିଲାନି ତା ସ୍ୱାର୍ଥକୁ। ସେ ହିଂସା ଓ ପ୍ରତିଶୋଧରେ ବୁଡ଼ିଗଲା। କିପରି ଲକ୍ଷ୍ମୀକୁ ନିଜ ବାଟରୁ ହଟାଇବ, ତାହାରି ଯୋଜନା ପ୍ରସ୍ତୁତ କଲା। ସେ ପ୍ରେମ କି ପ୍ରେମ, ଯେଉଁଥିରେ ତୁମ ପ୍ରିୟଜନ କଷ୍ଟ ପାଇବ? କ୍ୟାଥରିନ୍ ଜାଣିସାରିଥିଲା ପାର୍ବତୀ ହେଉଛି ଏହି ସମ୍ପର୍କର ସୂତ୍ରଧର। ସେ ପ୍ରଥମେ ପାର୍ବତୀକୁ ରାସ୍ତାରୁ ହଟାଇବାକୁ ପ୍ରସ୍ତୁତ ହେଲା। ଡେଲହାଉସୁ ଯେତେବେଳେ ପାର୍ବତୀକୁ ଡାକି ଲକ୍ଷ୍ମୀ ବିଷୟରେ କଥା ହୁଅନ୍ତି, ସେତେବେଳେ କ୍ୟାଥରିନ୍ ଚୌକିଦାରକୁ ଡାକି ଗୁପ୍ତ ଭାବରେ ଦେଖାଏ। ଚିଠି ଦେବାର ଥିଲେ ଡେଲହାଉସୁ ପାର୍ବତୀକୁ ନିଜ ଘର ଭିତରକୁ ଡାକି କବାଟ ଆଉଜେଇ ଦିଅନ୍ତି। ସର୍ବସମ୍ମୁଖରେ ଦେଲେ ପାର୍ବତୀକୁ କିଏ କିଛି ପଚାରି ପାରନ୍ତି। ଚୌକିଦାର ବାର ବାର ଏପରି ଦୃଶ୍ୟ ଦେଖୁଥାଏ। ଚୌକିଦାର ନିଜ ଘରେ ଅନେକ ଥର ପାର୍ବତୀକୁ ପଚାରିଛି, ପାର୍ବତୀ, ସାହେବ ତୋ ସହ କ'ଣ ଚୁପଚାପ କଥା ହେଉଛନ୍ତି? ତୁ ବା କ'ଣ ଜାଣିଛୁ? ସେ ସାହେବ ଡାକ ବଙ୍ଗଳାରେ ପାଦ ଥାପୁ ଥାପୁ ତତେ ଡାକ ଦେଉଛନ୍ତି। ତୋ ପାଉଣାଠାରୁ ବେଶ କିଛି ଅଧିକ ଏବେ କମେଇଲୁଣି। ପାର୍ବତୀ ହସି ହସି କୁହେ, ବ୍ୟସ୍ତ କାହିଁ ହେଉଛୁ? ସମୟ ଆସିଲେ ସବୁ କିଛି ଜାଣିବୁ। ଥୟ ଧର, ସାହେବ ମୋ ଭଗବାନ, ତାଙ୍କ କଥାରୁ ମୁଁ ବାହାରି ଯାଇପାରିବିନି। ମୁଁ ଏବେ କିଛି କହିବିନି। ତୁ ମୋତେ କିଛି ପଚାରେନି। ତୋତେ ନିଧିର ରାଣ। ଯେଉଁ ପ୍ରେମରେ ସନ୍ଦେହ ଥାଏ, ସେ କି ପ୍ରେମ? ଚୌକିଦାର ମନରେ ହୁତୁ ହୁତୁ ହୋଇ ନିଆଁ ଜଳୁଥାଏ। ପାର୍ବତୀ ମୋ ପୁଅର ନିୟମ ଦେଇଦେଲା, ମୁଁ କିଛି ପଚାରିବିନି। ସାହେବ ତା ପାଇଁ ଏତେ ବଡ଼ ହୋଇଗଲା, ମୁଁ ଆଉ ମୋ ପୁଅ କିଛି ନୁହଁ। ଚୌକିଦାର ଜଳୁଥିଲା ପ୍ରତିଶୋଧ ନେବାକୁ। ଗାଡ଼ି ଚାଳକ ମୁଣ୍ଡରେ ହାତ ଦେଲା। ଆରେ ସବୁ ଅନର୍ଥ ହେବାକୁ ଯାଉଛି, କିଏ ଏମାନଙ୍କୁ ବୁଝାଇବ? କିନ୍ତୁ ସମସ୍ତେ ନିରୁପାୟ। କେବଳ ଦେଖିପାରୁଥାନ୍ତି, ହେଲେ କିଛି କରିପାରୁନଥାନ୍ତି। ଚୌକିଦାର ନିଶାରେ ଟଳଟଳ ହୋଇ ଆସି କ୍ୟାଥରିନ୍ ପାଖରେ ପହଞ୍ଚିଲା। ନିଜର ଗାମୁଛା ଭିତରେ ଲୁଚାଇ ରଖିଥିବା ଧାରୁଆ କଟୁରୀକୁ ବାହାର କଲା। ଡେଲହାଉସୁ ଅନୁପସ୍ଥିତ ଥିଲେ କିଛି ଦିନ ପାଇଁ। ଚୌକିଦାର ଏକା ନିଶ୍ୱାସରେ କହିଗଲା, ମେମ୍ ସାହେବ, ମୁଁ ପାର୍ବତୀକୁ ଜୀବନରୁ ହଟାଇବାକୁ ଚାହୁଁଛି। ଏପରି ନଷ୍ଟ ଚରିତ୍ରା ସାଙ୍ଗରେ ରହିବାକୁ ମୋତେ ଘୃଣା ଲାଗୁଛି। ଆପଣ ତ ସବୁ ଜାଣନ୍ତି। ଗାଁ ଲୋକ ଏ କଥା ଜାଣିଲେ ମୁଁ ମୁଣ୍ଡ ଉଠାଇ ଚାଲିପାରିବିନି। ମୋ ବୁଢ଼ା ବାପାଟା ଲୋକଲଜ୍ଜାରେ ମରିଯିବ। ମେମ୍ ସାହେବ, କିଛି କରନ୍ତୁ। ମୁଁ ତାକୁ ଏଇଠାରେ ମାରିବାକୁ ଚାହୁଁଛି। କ୍ୟାଥରିନ୍ ଯେଉଁଭଳି ଭାବୁଥିଲା ଆଉ ଚାହୁଁଥିଲା, ଠିକ୍ ସେଇଭଳି ହେଉଛି। ସାପ ବି ମରିଯିବ, ବାଡ଼ି ବି ଭାଙ୍ଗିବନି। ଡେଲହାଉସୁକୁ ତାଠାରୁ କେହି ଅଲଗା କରିବାକୁ ଚାହିଁବେନି। କିନ୍ତୁ ପାର୍ବତୀ ହଟିଗଲେ ଯେ ସବୁ ଠିକ୍ ହୋଇଯିବ, ତାହା ନୁହେଁ। ଲକ୍ଷ୍ମୀ ଯେପର୍ଯ୍ୟନ୍ତ ବଞ୍ଚିଛି, ଡେଲହାଉସୁ କେବେ ତାକୁ ଛାଡ଼ିପାରିବେନି। କ୍ୟାଥରିନ୍ କହି ଉଠିଲା, ଠିକ୍ ଅଛି, କାଲି ଡାକବଙ୍ଗଳାର ଚାକର, ଜଗୁଆଳି, ମାଳି ସମସ୍ତଙ୍କୁ ଗୋଟେ ଦିନ ପାଇଁ ମୁଁ ଛୁଟି କରିଦେବି। ତୁ ପାର୍ବତୀକୁ କହିଦେବୁ, ସେ ଆସି ମୋ ପାଇଁ ରୋଷେଇ କରିବ। ମୋ ଛଡ଼ା ଡାକବଙ୍ଗଳାରେ କେହି ନଥିବେ।
ତୋର ଯାହା ଇଚ୍ଛା କରିବୁ, କିନ୍ତୁ ଗୋଟେ ସର୍ତ୍ତରେ। ଜମିଦାର ଝିଅ ଲକ୍ଷ୍ମୀ ଯେପରି କାଲି ଏଠାକୁ ସନ୍ଧ୍ୟାରେ ଆସିବ, ଆଣିବା ଦାୟିତ୍ୱ ତୋର। ଏତିକି କାମ କରିଦେଲେ ମୁଁ କାହାକୁ କିଛି କହିବିନି। ଚୌକିଦାର ମୁଣ୍ଡରେ ଏସବୁ କିପରି ପଶିବ? ସେ ପାର୍ବତୀକୁ ମାରିବା ପାଇଁ ଡାକବଙ୍ଗଳା ଭିତରେ ଥିବା ପିଣ୍ଡି ଉପରେ ବସି କଟୁରୀକୁ କର୍କର ଶବ୍ଦରେ ଦାଢ଼ କରୁଥାଏ। ଆଜି ସକାଳ ସମସ୍ତଙ୍କ ପାଇଁ ନିଆରା ଥିଲା। କେହି ଜାଣିନଥିଲେ କ'ଣ ଘଟିବାକୁ ଯାଉଛି। ଟିନା, ଦେବ, ନିତୁ, ଦୀପୁ ଆଉ ଗାଡ଼ି ଚାଳକ ଅତି ଭୟାଭୀତ ଅବସ୍ଥାରେ ଥାନ୍ତି। ଚାହିଁକି ବି ନା ସେଠାରୁ ହଲି ପାରୁଥାନ୍ତି ନା ଉଠି ପାରୁଥାନ୍ତି। କେବଳ ସାମ୍ନାରେ ଘଟୁଥିବା ଘଟଣାକୁ ଦେଖୁଥାନ୍ତି। ମଣିଷ ଯଦି ପ୍ରେମ ଆଉ ଘୃଣାର ଅନ୍ତର ବୁଝିପାରନ୍ତା, ତାହେଲେ କେବେ ଏ ସଂସାରରେ ଅଘଟଣ ଘଟନ୍ତାନି। ସବୁଦିନ ଭଳି ଲାଲଗଡ଼ର ସୂର୍ଯ୍ୟ ଉଦୟ ହେଲେ। ସଦାସର୍ବଦା ଭଳି ପକ୍ଷୀମାନଙ୍କ ତାନ ବେଶ୍ ସୁମଧୁର ଥିଲା। ସମସ୍ତେ ଥିଲେ କର୍ମଚଞ୍ଚଳ। ଚୌକିଦାର ଲୁଚି ଲୁଚି ଯାଇ ଜମିଦାରଙ୍କ ଘରେ ପହଞ୍ଚିଲା। ଲକ୍ଷ୍ମୀକୁ ଖବର ଦେଲା। ପାର୍ବତୀ କହିଛି ଆଜି ସନ୍ଧ୍ୟାରେ ଯାଇ ଡାକବଙ୍ଗଳାରେ ପହଞ୍ଚିବାକୁ। କିନ୍ତୁ ଏକଥା କାନରୁ ଦୁଇ କାନ ହେବନି। ନିରୀହ ଲକ୍ଷ୍ମୀ କାହିଁ ବୁଝିବ ତା ପଛରେ କେତେ ବଡ଼ ଚକ୍ରାନ୍ତ ଚାଲିଛି। ଚୌକିଦାର କିଛି ଦିନ ହେଲା ଦେଖି ଆସୁଥିଲା ପାର୍ବତୀ ଓ ଲକ୍ଷ୍ମୀ ଭାରି ସାଙ୍ଗ ଥିଲେ। ପାର୍ବତୀ କହିଛି କହିଲେ ଲକ୍ଷ୍ମୀ ନିଶ୍ଚୟ ରାଜି ହୋଇଯିବ। ସେ ଏପରି ଭାବୁ ଭାବୁ ଯାଇ ଡାକବଙ୍ଗଳାରେ ପହଞ୍ଚିଗଲା। ଲକ୍ଷ୍ମୀ ସନ୍ଧ୍ୟାରେ ଆସିବ ବୋଲି କହି ନିଜ କଟୁରୀକୁ ପୁନଃ ଦାଢ଼ କରିବାକୁ ଲାଗିଗଲା। ଦୂରରୁ ଦେଖିଲା ପାର୍ବତୀ ଆସୁଛି, ଆଉ ତା ପଛରେ ତା ପୁଅ ନିଧି। ତା ମୁଣ୍ଡ ଖରାପ ହୋଇଗଲା। ଦୌଡ଼ିଗଲା ପାର୍ବତୀ ପାଖକୁ। ତାକୁ ଜେରା କଲା ଭଳି ପଚାରିଲା, ତତେ କହିଥିଲି ଏକା ଆସିବୁ, କ'ଣ ପାଇଁ ନିଧିକୁ ନେଇକି ଆସିଛୁ? ଆଜି ଡାକବଙ୍ଗଳାରେ କେହି ନାହାନ୍ତି। ତୁ ତ କାମ କରିବୁ, ଛୁଆକୁ କିଏ ଅନେଇବ? ପାର୍ବତୀ କିଛି ବୁଝିପାରିଲା ନାହିଁ। କିଛି ଦିନ ହେବ ତା ସ୍ୱାମୀ ଏପରି ବ୍ୟବହାର କରୁଛି। ନିତି ନିଶା ଖାଉଛି, ଘରେ ଯାଇ ଝଗଡ଼ା କରୁଛି। ଶାଶୁ ଶ୍ୱଶୁର ଦୁଇଜଣ ବଡ଼ କଷ୍ଟ ପାଉଛନ୍ତି। ପାର୍ବତୀ କହିଲା, ମୁଁ ଜଗିବି ମୋ ପୁଅକୁ। ସେ ଘରେ ରହିଲାନି, ତାକୁ ନେଇକି ଆସିବାକୁ ପଡ଼ିଲା। ତୁ ଉଠୁ ମୋ ରାସ୍ତାରୁ। କାଉ ନ ରାବୁଣୁ ନିଶାରେ ବୁଡ଼ି ସାରିଲାଣି। ତୁ ଉଠୁ ମୋ ରାସ୍ତାରୁ, ତୁ ଉଠୁ ମୋ ରାସ୍ତାରୁ, ଏପରି ବାକ୍ୟ ଚୌକିଦାର କାନରେ ବାରବାର ବାଜିବାକୁ ଲାଗିଲା। ପୁଅ ଶୋଇବା ଯାଏ ତାକୁ ଅପେକ୍ଷା କରିବାକୁ ପଡ଼ିବ। ପାର୍ବତୀ ଖୁବ୍ ଶ୍ରଦ୍ଧାରେ ରୋଷେଇ କରୁଥାଏ। ଲାଉରାଇ ତା ସ୍ୱାମୀର ପସନ୍ଦ। ମେମ୍ସାହେବ ଖାଇସାରିବା ପରେ ସେ ତା ସ୍ୱାମୀ ପାଇଁ ଖାଇବାକୁ ବାଢ଼ିବ। ତାକୁ ପଚାରିବ, କାହିଁ ଏପରି ହେଉଛି? ପାର୍ବତୀ ତାର ନିଜ ଘରକୁ କିପରି ସଜାଡ଼ିବ ଭାବୁଥାଏ। ମଧ୍ୟାହ୍ନ ଭୋଜନ ସରିଲା। ପାର୍ବତୀ ବଙ୍ଗଳା ଭିତରେ ଥିବା କୂଅରୁ ପାଣି ଆଣିବାକୁ ଯାଇଛି। ଏତିକିବେଳେ ଲୁଚି ଲୁଚି ଆସି ଚୌକିଦାର ତା ବେକକୁ ଚୋଟ ଦେଲା କଟୁରୀରେ। ପାର୍ବତୀର ବିକଳ ରଡ଼ି ଯେପରି ଖେଳିଗଲା ଡାକବଙ୍ଗଳା ସାରା। ଚୌକିଦାର ଯେପରି କଂସେଇ ପାଲଟି ଯାଇଥିଲା। ଚୋଟ ପରେ ଚୋଟ ପକାଇ ଚାଲିଥିଲା। ପାର୍ବତୀ ମରିସାରିଥିଲା। ତା ରକ୍ତର ଛିଟା ଯେପରି ସବୁଆଡ଼େ ଖେଳି ଯାଉଥିଲା। ନିତୁ ବେହୋସ ହୋଇଗଲା ଏ ଦୃଶ୍ୟରେ। ତାକୁ ଦୀପୁ ଉଠାଉଥିଲା। ସେ ଦୃଶ୍ୟ କେତେ ବିଭତ୍ସ ଥିଲା। ସତରେ ଲୋମମୂଳ ଟାଙ୍କୁରି ଉଠି ଯାଉଥିଲା ସମସ୍ତଙ୍କର। ଚୌକିଦାର ମୁଣ୍ଡ ତଳକୁ ପୋତି ବସିଥାଏ। କ୍ୟାଥରିନ୍କୁ ଡର ଥିଲା ଚୌକିଦାର ଯଦି ଡେଲ୍ହାଉସକୁ ସବୁ କଥା କହିଦିଏ। ଏମାନେ ସରଳ ଲୋକ, ଏମାନଙ୍କୁ ସହଜରେ କଥାରେ ବଶୀଭୂତ କରାଯାଇପାରେ। ପୂର୍ବରୁ ଲୁଚି ରହିଥିବା ନିଜ ଲୋକମାନଙ୍କୁ ଡାକି ଚୌକିଦାରକୁ ମାରିକି ସେ କୂଅରେ ପକାଇ ଦେବାକୁ ଆଦେଶ ଦେଲା କ୍ୟାଥରିନ୍। ଚୌକିଦାର ପଛପଟୁ ଖଣ୍ଡାରେ ଭୁସି ଭୁସି ମାରିଦେଲେ ସେ ଅର୍ଥଲୋଭୀ ଦାନବମାନେ। ଏତିକିବେଳେ ସେ ନିଷ୍ପାପ ଶିଶୁ ନିଧି ନିଦରୁ ଉଠି କାନ୍ଦି କାନ୍ଦି ଆସୁଥାଏ। ତା ଆଖି ସାମ୍ନାରେ ତା ବାପା ଏପରି ଡହଳ ବିକଳ ହେଉଛି, ତାହା ଦେଖି ସେ ଜୋର ଜୋରରେ କାନ୍ଦିବାକୁ ଲାଗିଲା। କ୍ୟାଥରିନ୍ ଦୂରରୁ ଥାଇ ଇସାରା କଲା ସେ ନିରୀହ ଛୁଆକୁ ବି ମାରିଦେବାକୁ। ତିନି ତିନୋଟି ମୃତଦେହ କୂଅରେ ପକାଇଲେ ଧରା ପଡ଼ିବେ। ସେଥିପାଇଁ ସମସ୍ତଙ୍କ ମର ଶରୀରକୁ ସେ କୂଅ ପାଖରେ ଗାତ ଖୋଳି ପୋତିଦେଲେ। ଗାଡ଼ି ଚାଳକ କହୁଥାଏ, ଏମାନଙ୍କୁ ଭଗବାନ ସହିବେନି, ସବୁ ମରିବେ। କୋମଳମତୀ ଛୁଆକୁ ବି ଛାଡ଼ିଲେନି। ଯିଏ ଭଲସେ କଥା କହିବା ଶିଖିନଥିଲା, ସେ ଅବା କ'ଣ କାହାକୁ କହିଥାନ୍ତା? ଆଖିରୁ ବହୁଥିବା ଦୁଇଧାର ଲୁହକୁ ନିଜ ପୋଷାକରେ ପୋଛୁଥିଲା। କୋକ ବି ପଶୁ ହେଲେ ଏମିତି ଦୃଶ୍ୟ ଦେଖି ସେ ନୀରବ ପଡ଼ିଯାଇଥାଏ। ଟିନା କହୁଥାଏ, ହେ ଭଗବାନ, ସନ୍ଧ୍ୟା ହେବାକୁ ବସିଲାଣି। ଲକ୍ଷ୍ମୀକୁ କିଏ ଅଟକାଅ, ଏ ନରରାକ୍ଷସ ତାକୁ ବି ମାରିଦେବେ। ଦେବ ଆଙ୍ଗୁଠି ଦେଖାଇ ଟିନାକୁ ଭୟଭୀତ କଣ୍ଠରେ କହି ଉଠିଲା, ଟିନା, ସେପଟକୁ ଦେଖ, ଡାକବଙ୍ଗଳା ଆଡ଼କୁ ଲକ୍ଷ୍ମୀ ଆସୁଛି। ଲକ୍ଷ୍ମୀ ଆଜି ପ୍ରଥମ କରି ଡାକବଙ୍ଗଳା ଆସୁଛି, ତାର ମନର ମାନସକ ପାଇଁ। ସେ ଜାଣିଛି ଡେଲ୍ହାଉସ ତା ପାଇଁ ଭଗବାନ। ତାଙ୍କୁ ଜୀବନରେ ପାଇବା ମାନେ ଭଗବାନଙ୍କ ଆଶୀର୍ବାଦ ଛଡ଼ା ଆଉ କିଛି ନୁହେଁ। ଖୁବ୍ ସୁନ୍ଦର ଭାବରେ ଲକ୍ଷ୍ମୀ ନିଜକୁ ସଜାଇଥାଏ। କଣ୍ଢେଇଟେ ଭଳି ଦେଖାଯାଉଥିଲା। ଲକ୍ଷ୍ମୀ ପାଇଁ ଫାଟକ ଖୋଲିଲା। କ୍ୟାଥରିନ୍ ଆସି ପାଛୋଟି ନେଇଗଲା ଭିତରକୁ। ଲକ୍ଷ୍ମୀ ନିଜକୁ ଅସହଜ ମନେ କରୁଥାଏ। କ୍ୟାଥରିନ୍ ବିଷୟରେ ଡେଲ୍ହାଉସଙ୍କଠାରେ ଶୁଣିଛି, କିନ୍ତୁ ବ୍ୟକ୍ତିଗତ ଭାବରେ କେବେ ଦେଖିନଥିଲା। ଲକ୍ଷ୍ମୀର ଆଖି ଡେଲ୍ହାଉସଙ୍କୁ ଖୋଜୁଥିଲା।
କିନ୍ତୁ ଚାରିପାଖରେ କେବଳ ଅଚିହ୍ନା ମୁହଁ। ଲକ୍ଷ୍ମୀ ପଚାରି ବସିଲା, ପାର୍ବତୀ? ସେ କୁଆଡ଼େ ଗଲେ? ତାକୁ ଟିକେ ଡାକିଦେବେ? କ୍ୟାଥରିନ୍ ଅତି ସଫାଇ ଭାବରେ କହିଲା, ପାର୍ବତୀ ତୁମ ପାଇଁ ଆଉ ଡେଲହାଉସଙ୍କ ପାଇଁ କିଛି ଖାଦ୍ୟ ତିଆରି କରିବାରେ ଲାଗିଛନ୍ତି। ସେ ଆସିବା ଆଗରୁ ତୁମେ ଥଣ୍ଡା ପାନୀୟ ପିଉଥାଅ। ଲକ୍ଷ୍ମୀ ଭଦ୍ରତା ଦୃଷ୍ଟିରୁ ସେଠାରେ ବସି କ୍ୟାଥରିନ୍ ସହିତ ଥଣ୍ଡା ପାନୀୟ ପିଇବାକୁ ଲାଗିଲା। ପାନୀୟରେ ନିଶା ମିଶାଇ ଲକ୍ଷ୍ମୀକୁ ଦିଆଯାଇଥିଲା। କିଛି ସମୟ ପରେ ଲକ୍ଷ୍ମୀ ବେହୋସ ହୋଇପଡ଼ିଗଲା। ତାପରେ କ୍ୟାଥରିନ୍ ନିଜ ରାଗ ସୁଝାଇବା ପାଇଁ ଲକ୍ଷ୍ମୀର ତଣ୍ଟିକୁ ଚିପି ଧରିଲା। ଲକ୍ଷ୍ମୀ ହାତ ଗୋଡ଼ କିଛି ସମୟ ବାଡ଼େଇବା ପରେ ଶାନ୍ତ ପଡ଼ିଗଲା। ଲକ୍ଷ୍ମୀର ମୃତ ଶରୀରକୁ ସେ ଲୋକମାନେ ଟେକି ଟେକି ନେଇ ଯାଉଥିଲେ କୂଅ ପାଖକୁ। ତା ଦେହର ଗହଣା ଏମାନଙ୍କୁ ଲୋଭରେ ପକାଇଲା। ସେମାନେ ଲକ୍ଷ୍ମୀର ଦେହରୁ ଗହଣା କାଢ଼ିବାରେ ଲାଗିଗଲେ। ଏହି ସମୟରେ ଘୋଡ଼ାଗାଡ଼ି ଆସିବାର ଶବ୍ଦ ହେଲା। ଡେଲହାଉସ ଡାକବଙ୍ଗଳାକୁ ପ୍ରତ୍ୟାବର୍ତ୍ତନ କରୁଥାନ୍ତି। ଏମାନେ ଶରୀରକୁ କୂଅରେ ପକାଇଦେଲେ ଜୋରରେ ଶବ୍ଦ ହୋଇପାରେ। ଆଉ କୂଅରେ ଶବ ଦେଖି ସାହେବ କୋର୍ଟ ବସେଇ ପାରନ୍ତି। ଏମାନେ ଧରା ପଡ଼ିଲେ ନିଶ୍ଚୟ ମୃତ୍ୟୁଦଣ୍ଡ ମିଳିବ। ତେଣୁ ଶବକୁ ମାଟିରେ ପୋତିଦେବା ସବୁଠୁ ଭଲ। ଡେଲହାଉସ ବଙ୍ଗଳା ଭିତରେ ପ୍ରବେଶ କରିବା ପରେ ଏମାନେ ଲକ୍ଷ୍ମୀର ଶବକୁ ସେ ମାଟିରେ ପୋତି ଚାଲିଗଲେ। ଡେଲହାଉସଙ୍କୁ ଦେଖି କ୍ୟାଥରିନ୍ ପ୍ରଶ୍ନ କଲା, ଡେଲହାଉସ, ତୁମର ତ ଆସିବା ବିଳମ୍ବ ଥିଲା, ଆଜି ଅଚାନକ? ଡେଲହାଉସ କହିଲେ, କିଛି ଭଲ ଲାଗିଲାନି। ମୋ ନିଜର କିଏ ଯେପରି ବିପଦରେ ଥିଲା ଭଳି ଲାଗୁଛି। ଆରେ ଏପରି କାହିଁକି ଭାବୁଛ? ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି। ତୁମ କଥା ପଡ଼ିନି। ପାର୍ବତୀ କାହିଁ? ତାକୁ ଡାକ, ମୋର ତା ସହିତ କଥା ଅଛି। ପାର୍ବତୀ ଆଜି ଆସିନି। ତାହେଲେ ଚୌକିଦାରକୁ ଡାକ, ସେ ପାର୍ବତୀକୁ ଯାଇ ନେଇ ଆସିବ। ସେମାନେ ଆଜି କେହି ଆସିନାହାନ୍ତି। ଡେଲହାଉସ କହିଲେ, ଆଜି ଏ ହେଉଛି କ'ଣ? ଫାଟକ ପାଖରେ ଜଗୁଆଳି ନାହିଁ, ବଗିଚାରେ ମାଳି ନାହାନ୍ତି, ପାର୍ବତୀ ନାହିଁ, ଚୌକିଦାର ବି ନାହିଁ। ଏମାନେ କୁଆଡ଼େ ଗଲେ? କେବେ ଏପରି କରନ୍ତିନି। କ୍ୟାଥରିନ୍ ଗୁମ୍ ମାରି ବସି ରହିଥାଏ ଚୌକି ଉପରେ। ସେ ଡେଲହାଉସଙ୍କ ଅବସ୍ଥାକୁ ଦେଖିପାରୁଥାଏ ଆଉ ଭାବୁଥାଏ, ଲକ୍ଷ୍ମୀକୁ ଅଲଗା କରିଦେଲେ ଯେ ଡେଲହାଉସ ସମ୍ପୂର୍ଣ୍ଣ ତାର ହୋଇଯିବେ, ଏହା ତାର ବୁଝିବା ଭୁଲ ଥିଲା। ଲକ୍ଷ୍ମୀ ବିପଦରେ ପଡ଼ିଲେ ଡେଲହାଉସଙ୍କୁ ଅନୁଭବ ହେଉଛି। ଏ ପ୍ରେମ ଆତ୍ମା ସହ ଆତ୍ମାର ମିଳନ। ଏମାନଙ୍କୁ ଦୂରେଇ ହେବ ପଛେ, କିନ୍ତୁ ଅଲଗା କରିହେବନି। ପରସ୍ପରଙ୍କ ହୃଦୟରେ ଏମାନେ ଅଛନ୍ତି। ଯେଉଁ ହୃଦୟରେ ଲକ୍ଷ୍ମୀ ଅଛି, ସେ ହୃଦୟ ମୋତେ କେବେ ଆପଣେଇବନି। ଡେଲହାଉସ ନିଜ ଶୋଇବା ଘରେ ଏପଟରୁ ସେପଟ ହେଉଥାନ୍ତି। ଭୋକ ନାହିଁ। ମନ ଏତେ ବିଚଳିତ କ'ଣ ପାଇଁ? ଲକ୍ଷ୍ମୀ କିଛି ଅସୁବିଧାରେ ନାହିଁ ତ? ହଠାତ୍ ଆଖି ପଡ଼ିଲା ଖଟ ତଳେ ପଡ଼ିଥିବା ପାଉଁଜି ଉପରେ। ଲକ୍ଷ୍ମୀକୁ ସେ ନିଜେ ଏହା ଭେଟି ଦେଇଥିଲେ, କିନ୍ତୁ ଏପରି ଭାବରେ ଏଠାରେ? ତାଙ୍କ ମନରେ ହଜାରେ ପ୍ରଶ୍ନ ଉଙ୍କି ମାରିଲା। କ'ଣ ହେଇଥାଇପାରେ? କ୍ୟାଥରିନ୍ ଯେଉଁଭଳି ଭାବରେ କଥା ହେଉଛି, ସେ ନିଶ୍ଚୟ କିଛି ଜାଣିଛି। ଡେଲହାଉସ ଉଠାଇ ଆଣିଲେ ପାଉଁଜିକୁ। ଲକ୍ଷ୍ମୀର ହସ ହସ ମୁହଁ ତାଙ୍କ ଆଖି ଆଗରେ ନାଚିଗଲା। ଡେଲହାଉସ ସିଧା ଚାଲିଲେ କ୍ୟାଥରିନ୍ ପାଖକୁ। ଚଢ଼ା ଗଳାରେ ପଚାରି ବସିଲେ, ମୁଁ ନଥିବା ବେଳେ ଏଠାରେ ସବୁ କ'ଣ ଘଟିଛି କ୍ୟାଥରିନ୍? ଲକ୍ଷ୍ମୀ ଏଠାକୁ କାହିଁକି ଆସିଥିଲା? ସେ ଏବେ କେଉଁଠି ଅଛି? କ୍ୟାଥରିନ୍ ମୌନ ଥିଲା। ଡେଲହାଉସଙ୍କ ବିବ୍ରତ ଅବସ୍ଥା ବୋଧେ ତାକୁ ଭଲ ଲାଗୁଥିଲା। ସେ ହସୁଥିଲା ରହସ୍ୟମୟ ହସ। ଡେଲହାଉସଙ୍କର ଆଉ ଧୈର୍ଯ୍ୟ ନଥିଲା। ନିଶ୍ଚୟ କ୍ୟାଥରିନ୍ କିଛି କରିଛି। ସେ ପଚାରିଲେ, ଲକ୍ଷ୍ମୀ କାହିଁ? କୁହ। ଡେଲହାଉସ ଆଉ କିଛି କହିବାକୁ ଚାହୁଁଥିଲେ, କିନ୍ତୁ କ୍ୟାଥରିନ୍ ଏକ ଧାରୁଆ ଛୁରୀରେ ଡେଲହାଉସଙ୍କୁ ମାରି ଚାଲିଥିଲା। ଆଉ ହସି ହସି କହୁଥିଲା, ବହୁତ ଖୋଜୁଛ ଲକ୍ଷ୍ମୀକୁ, ଏବେ ତୁମେ ବି ତା ପାଖକୁ ଯିବ। ଡେଲହାଉସ ଧୀର ଗଳାରେ କହୁଥିଲେ, କ'ଣ ପାଇଁ କ୍ୟାଥରିନ୍? ଲକ୍ଷ୍ମୀକୁ କ'ଣ ପାଇଁ ଏତେ କଷ୍ଟ ଦେଲ? ଶେଷ ନିଶ୍ୱାସ ଛାଡ଼ି ଦେଇଥିଲେ ଡେଲହାଉସ। ମରିବା ସମୟରେ ବି ସେ ନିଜ କଥା ନ ଭାବି ଲକ୍ଷ୍ମୀ କଥା ଭାବୁଥିଲେ। କ୍ୟାଥରିନ୍ କ୍ରୋଧରେ ଜଳୁଥିଲା। ଯିଏ ମୋର ହୋଇପାରିଲାନି, ସେ ଆଉ କାହାର ବି ହେବନି। ନିଜେ ଗାତ ଖୋଳି ଡେଲହାଉସକୁ ପୋତି ଦେଇଥିଲା କ୍ୟାଥରିନ୍। ମଧ୍ୟରାତିରେ ଘୋଡ଼ାଗାଡ଼ି ନିଜ ଚଳାଇ ଖୁବ୍ ଦ୍ରୁତ ଗତିରେ ବାହାରି ଯାଉଥିଲା ଡାକବଙ୍ଗଳା ଭିତରୁ କ୍ୟାଥରିନ୍। କିଛି ବାଟ ଗଲା ପରେ ଘୋଡ଼ାଗାଡ଼ି ଦୁର୍ଘଟଣା ଘଟି କ୍ୟାଥରିନ୍ର ଜୀବନ ଚାଲିଗଲା। ଦୂରରୁ ପାଟି ଶୁଭୁଥିଲା, ଜମିଦାର ଆଉ ଡମ୍ରୁର, ଲକ୍ଷ୍ମୀ, ଲକ୍ଷ୍ମୀ, ପାର୍ବତୀ, ନିଧି। ନିତୁ, ଦୀପୁ, ଟିନା, ଦେବ, ଗାଡ଼ି ଚାଳକ ଆଉ କୋକ କ'ଣ କରିବେ କିଛି ବୁଝିପାରୁନଥିଲେ। ଏସବୁ ଦେଖିବା ପରେ ଆଗକୁ କ'ଣ ହେବ, ଏମାନଙ୍କ ଭାବିବା ବାହାର ଥିଲା। ଗାଡ଼ି ଚାଳକ କହୁଥିଲା, ଚୁପଚାପ ଏଠାରୁ ଚାଲ। ସମସ୍ତେ ଜଣ ଜଣ କରି ଡାକବଙ୍ଗଳାରୁ ବାହାରୁଥିଲେ। ସେପଟୁ ଆସୁଥିବା ଜମିଦାର ପଚାରୁଥିଲେ ଜଣ ଜଣ କରି, ତୁମମାନଙ୍କ ଭିତରୁ କିଏ ମୋ ଝିଅ ଲକ୍ଷ୍ମୀକୁ ଦେଖିଛ? ଦୟାକରି କୁହ ମୋତେ। ଜଣ ଜଣ କରି ଡରରେ ମନା କରି ଆଗକୁ ବଢ଼ୁଥାନ୍ତି। ସମସ୍ତଙ୍କ ପଛରେ ଥାଏ ଟିନା। ତା କାନରେ କାହାର ସ୍ୱର ବାଜିଲା। ସେ ସ୍ୱର ଅତି ପରିଚିତ, ଅତି ନିଜର, ତା ମାଆର ସ୍ୱର। ତା ମା କହୁଥିଲେ, ଟିନା, କାହାକୁ ସାହାଯ୍ୟ କରିବା ଭୁଲ ନୁହେଁ।
ସେମାନେ ଏପରି ଅନେକ ବର୍ଷରୁ ନିଜ ଲୋକମାନଙ୍କୁ ଖୋଜୁଛନ୍ତି। ସେ ଯେଉଁ ଆତ୍ମା ଅତୃପ୍ତ ଅଛନ୍ତି, ଏପରି ଭାବରେ ମୃତ୍ୟୁ ଲାଭ କରି ଅଶାନ୍ତି ହୋଇ ଘୂରି ବୁଲୁଛନ୍ତି, ସେମାନଙ୍କୁ ବି ମୁକ୍ତି ଦରକାର। ସମସ୍ତଙ୍କ ଭଳି ତୁମେମାନେ ବି ସବୁ ନ ଜାଣିଲା ଭଳି ଚାଲି ଯାଉଛ। ସାହାଯ୍ୟ କର, ମୁକ୍ତି ଦିଅ। ନିରୀହ ଜୀବନ ଯିବାକୁ ଦିଅ ନାହିଁ, ନହେଲେ ଏଇପରି ଚାଲିଥିବ। ଲୋକ ଆସୁଥିବେ, ଜୀବନ ଯାଉଥିବ। ଟିନାର ଦେହ ଶୀତେଇ ଉଠିଲା, ଆଖିରେ ଭରିଗଲା ଲୁହ। ଯେଉଁ ମାଆକୁ ଏତେ ଦିନ ହେଲା ଖୋଜୁଥିଲା, ସେ ମୃତ। ଯାହାକୁ ସବୁଆଡ଼େ ଖୋଜୁଥିଲା, ସେ ସବୁବେଳେ ପାଖରେ ଥିଲେ। ମାଆଙ୍କ କଥା ଶୁଣିପାରୁଥିଲା, ହେଲେ ଦେଖିପାରୁନଥିଲା। ଜମିଦାର ପଚାରିଲେ, ମୋ ଝିଅ ଲକ୍ଷ୍ମୀକୁ ଦେଖିଛ? ଟିନା ନିର୍ଭୟରେ ଉତ୍ତର ଦେଲା, ଆଜ୍ଞା ଦେଖିଛି। ଖାଲି ଲକ୍ଷ୍ମୀ କାହିଁକି, ଡମ୍ବରୁର ବୋହୂ ପାର୍ବତୀ, ଆଉ ତା ନାତି ନିଧି, ଆଉ ତା ପୁଅ ଚୌକିଦାର ସମସ୍ତଙ୍କୁ ଦେଖିଛି। ଆପଣମାନେ ଭଗବାନଙ୍କ ପରି ମାନୁଥିବା ସେ ଡେଲହାଉସଙ୍କୁ ବି ଦେଖିଛି। ଟିନାର କଥା ଶୁଣି ତା ସାଥୀମାନେ ଆଶ୍ଚର୍ଯ୍ୟ ଥିଲେ। ଏସବୁ ଟିନା କ'ଣ କରୁଛି? ଜାଣି ଜାଣି ବିପଦକୁ ବରଣୀ କରୁଛି। ସେ କ'ଣ ଜାଣିପାରୁନି ଏ ଡମ୍ବରୁ ମହାଜନର ଲୋକମାନେ ସବୁ ଅତୃପ୍ତ ଆତ୍ମା? ଏମାନଙ୍କ କଥାରେ ଯିବା ମାନେ ପିତୃ ପ୍ରାଣ ହରାଇବା। ଟିନା ତା ସାଥୀମାନଙ୍କୁ କହିଲା, ମୁଁ ଏମାନଙ୍କ ସାଙ୍ଗରେ ଯିବି। ତୁମେମାନେ ସବୁ ଯାଇପାର, ମୁଁ କାହାକୁ ବାଧ୍ୟ କରୁନି ଆସିବାକୁ, କିନ୍ତୁ ମୋତେ ମୋ କାମ କରିବାକୁ ଦିଅ। ନିତୁ କିନ୍ତୁ ଟିନା ଆଡ଼କୁ ବଢ଼ୁଥିଲା। ସମସ୍ତେ ଏକଜୁଟ ହୋଇ ଫେରୁଥିଲେ। ସେ ଆତ୍ମାମାନଙ୍କୁ ବାଟ ଦେଖାଉଥିଲେ। ଗୋଟିକ ପରେ ଗୋଟେ ଶରୀରକୁ ଯେଉଁଠାରେ ପୋତା ଯାଇଥିଲା, ଟିନା ଦେଖାଉଥାଏ। ସମସ୍ତଙ୍କୁ ମାଟି ଖୋଳି ବାହାର କରାଗଲା, ସତେ ଯେପରି ସେମାନେ ସତେଜ ଥାଆନ୍ତି। ଡମ୍ବରୁ ତା ନାତିକୁ ଧରି ଭୋ ଭୋ ହୋଇ କାନ୍ଦୁଥାଏ। ଜମିଦାର ଲକ୍ଷ୍ମୀର ମୁଣ୍ଡକୁ ବସି ଆଉଁଶୁଥାନ୍ତି, ସତେକି ଗେଲିଝିଅ ତାଙ୍କର ଶୋଇଛି। ଆସ୍ତେ ଆସ୍ତେ ଫସରା ଫାଟୁଥିଲା। ପାଖରେ ଥିବା ଲୋକମାନେ ଧୀରେ ଧୀରେ ମିଳେଇ ଯାଉଥିଲେ। ମାଟି ତଳୁ ବାହାରିଥିବା ଶରୀର ସବୁ କଙ୍କାଳରେ ପରିଣତ ହେଉଥିଲେ। ସମସ୍ତ କଙ୍କାଳକୁ ଦାହ କରିବାକୁ ମନସ୍ଥ କଲେ, ସେମାନଙ୍କୁ ମୁକ୍ତି ଦେବା ପାଇଁ। ଡେଲହାଉସ ଓ ଲକ୍ଷ୍ମୀର କଙ୍କାଳକୁ ଏକାସହ ଦାହ କରାଗଲା, ଆଉ ଅନ୍ୟମାନଙ୍କ କଙ୍କାଳ ବି ଦାହ କରିଲେ। ପ୍ରଭାତ ହେଇ ଆସୁଥାଏ। ସମସ୍ତେ ଦେଖୁଥିଲେ ସେ ଡାକବଙ୍ଗଳାକୁ, ଭଗ୍ନ ଅବସ୍ଥାରେ ପଡ଼ିଛି। ଲାଲଗଡ଼ ଡାକବଙ୍ଗଳା ପଛରେ ଛାଡ଼ି ସମସ୍ତେ ବଢ଼ୁଥିଲେ ଆଗକୁ। କିଛି ବାଟ ଆସିବା ପରେ ନିଜ ଗାଡ଼ି ପାଖରେ ପହଞ୍ଚି ଯାଇଥିଲେ ସମସ୍ତେ। ଗାଡ଼ିଟି ସହଜରେ ସିଧା ହୋଇ ଯାଇଥିଲା ଏବଂ ଚାଲିବା ପାଇଁ ସକ୍ଷମ ବି। ନିତୁ ଆଉ ଦୀପୁଙ୍କ ଘରୁ ଲୁଚିଯିବାର ବିଚାର ଏବେ ବଦଳି ଯାଇଥିଲା। ପ୍ରେମ ସବୁବେଳେ ପବିତ୍ର। ଯଦି ସଚ୍ଚା ପ୍ରେମ ଥିବ, କେହି କାହାକୁ ଅଲଗା କରିପାରିବେନି। ସମୟ ଲାଗିବ, କିନ୍ତୁ ସବୁକିଛି ଠିକ୍ ହୋଇଯିବ। ଦେବ ଚୁପ୍ ବସିଥିଲା। ଟିନା ଆଖିରୁ ଲୁହ ଝରାଉଥିଲା। ନିଜ ମା ଓ ଏ ଦୁନିଆରେ ନାହାନ୍ତି, କିନ୍ତୁ ତା ପାଖରେ ସବୁବେଳେ ଅଛନ୍ତି। ଗାଡ଼ି ଚାଳକ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲା। ସମସ୍ତେ ଜୀବିତ ଅବସ୍ଥାରେ ଫେରିଛନ୍ତି। କୁକୁର ବୋଧେ ନିଦରେ ଟିକେ ଆଖି ଲାଗିଯାଇଥିଲା। ଗାଡ଼ି ଯାଇ ପହଞ୍ଚିଲା ସେ ଢାବା ପାଖରେ। ଢାବାର ମାଲିକ ଦୌଡ଼ି ଆସିଲା। ଦେବ ପଚାରିଲା, ତୁମର ସେ ଲାଲଗଡ଼ ଗାଁ ସହିତ କିଛି ସମ୍ପର୍କ ଅଛି? ଢାବା ମାଲିକ କହିଲା, ଆଜ୍ଞା, ମୋ ଜେଜେବାପା ଅମଳରୁ ଆମେ ସେ ଗାଁ ଛାଡ଼ି ଦେଇଛୁ। ମୋ ଜେଜେମା ମୋ ବାପାଙ୍କୁ ନେଇ ସେଠାରୁ ଚାଲି ଆସିଥିଲା। ସେବେଠାରୁ ଆମେ ଏଠାରେ ରହି ଆସୁଛୁ। ମୋ ଜେଜେମାଠାରୁ ସେ ଲାଲଗଡ଼ ଗାଁ ଆଉ ଡାକବଙ୍ଗଳାର ବହୁତ କିଛି କାହାଣୀ ଶୁଣିଛି। ସେଠାରେ ଅତୃପ୍ତ ଆତ୍ମାର ବାସସ୍ଥଳୀ। ସେଠାକୁ ଯିଏ ଯାଆନ୍ତି, କେବେ ଫେରିବା ମୁଁ ଦେଖିନି। ଆପଣମାନେ ବୋଧେ ଅଧା ବାଟରୁ ଫେରି ଆସିଛନ୍ତି। ଭଲ କରିଛନ୍ତି, ସେଠାକୁ ଯାଇନାହାନ୍ତି। ଢାବା ମାଲିକ କଥାରେ ସମସ୍ତେ ସ୍ମିତ ହସି ଆଗକୁ ବଢ଼ୁଥିଲେ। ବେଶୀ କିଛି କହିବାକୁ ଚାହୁଁନଥିଲେ। ଟିନା ହସିକି କହୁଥିଲା, ଢାବା ମାଲିକକୁ ଯଦି ଭେଟି ନଥାନ୍ତେ, ତାହେଲେ ଡମ୍ବରୁ ସାଙ୍ଗରେ ଏତେ ବାଟ ଯାଇପାରିନଥାନ୍ତେ। ସବୁ ଭଗବାନଙ୍କର ଇଚ୍ଛା। ଦେବ କହୁଥିଲା, ଢାବା ମାଲିକ ଅବିକଳ ଡମ୍ବରୁ ଭଳି ହୋଇଛି। ସମସ୍ତେ ହସୁଥିଲେ, କିନ୍ତୁ ବିଗତ ଘଟଣା ତାଙ୍କ ଆଖିରେ ଭାସିଗଲେ ରୁମମୂଳ ଟାଙ୍କୁରି ଉଠୁଥିଲା। ନିତୁ ପଚାରିଲା, ଡମ୍ବରୁ ଆମକୁ ଆଗକୁ ଯିବାକୁ ମନା କଲା, କହିଲା ରାତି ଅଧ ହେଲେ ସେ ବାହାରେ। ସମସ୍ତଙ୍କୁ ଦାସ ବନାଇବାକୁ ଭଲ ପାଏ। ଯିଏ ସେପଟେ ଯାଆନ୍ତି, ସେ ଆଉ ଫେରନ୍ତିନି। ସେ କିଏ ହୋଇଥାଇପାରେ? ସମସ୍ତେ ପରସ୍ପରକୁ ଚାହୁଁଥିଲେ। ଏକା ସାଙ୍ଗରେ କହିଲେ, କ୍ୟାଥରିନ୍। ଗାଡ଼ି ଚାଳକ କହୁଥାଏ, ତା ନାଁ ନିଅନି। ଆମ ଚାରିପାଖରେ ଭଲ ଆତ୍ମା ଥାଆନ୍ତି, ଆଉ ଦୁଷ୍ଟ ଆତ୍ମା ବି। ସେ ତ ଗୋଟେ ପିଶାଚି। ସମସ୍ତେ ଭାବୁଥିଲେ ଲାଲଗଡ଼ରେ ସବୁ ଠିକ୍ ହୋଇଗଲା, କିନ୍ତୁ ସବୁଠୁ ଭୟଙ୍କର ଆତ୍ମା କ୍ୟାଥରିନ୍ ଏବେ ବି ରାଜୁତି କରୁଛି ସେଠାରେ। ସମସ୍ତଙ୍କ ଛାତି ଧଡ଼ଧଡ଼ ହେଉଥାଏ। ଜୀବନ ଥିବା ଯାଏ ଆଉ କେବେ ସେ ଲାଲଗଡ଼କୁ ପାଦ ପକାଇବେ ନାହିଁ। ଆପଣମାନେ ଶୁଣୁଥିଲେ ସୌମ୍ୟା ସୁଚରିତା ସେନଙ୍କ ଲିଖିତ ଗୋଟେ ଭୂତ କାହାଣୀ ଲାଲଗଡ଼ ଡାକବଙ୍ଗଳା।